ମା ହଉ, କେରଳର ଗୋଟେ ଲୋକ କଥା। କେରଳର ଗୋଟେ ଜାଗାରେ, ଗୋଟେ ଗାଁରେ ଜଣେ ମହିଳା, ତାଙ୍କ ନାଁ ହଉଛି ପାର୍ବତୀ। ସେ ବିବାହ କରିଥିଲେ ରାମକୁଟ୍ଟିଙ୍କୁ। ତାଙ୍କ ସ୍ୱାମୀଙ୍କ ନାଁ ହଉଛି ରାମକୁଟ୍ଟି। ପାର୍ବତୀ ଶିବ ଭକ୍ତ, ମାନେ ସରି, ତାଙ୍କର ସେପଟରେ ଆ ସୁବ୍ର ସୁବ୍ରହ୍ମଣ୍ୟମ ଠାକୁର ନାଁ, ତାଙ୍କ ନାଁ ହଉଛି ସୁବ୍ରହ୍ମଣ୍ୟମ। ସେ ତାଙ୍କର ଭକ୍ତ, କିନ୍ତୁ ତାଙ୍କ ସ୍ୱାମୀ ଆଦୌ ଈଶ୍ୱର ଭକ୍ତ ନୁହନ୍ତି, ନାସ୍ତିକ କହିଲେ ଚଳେ। ତାଙ୍କ ସ୍ୱାମୀ ରାଜଦରବାରରେ ଚାକିରି କରୁଥାନ୍ତି। ଯାହା ବି ହଉ, ଯେମିତି ହଉ, ତା ଭିତରେ ପାର୍ବତୀ ଭଗବାନଙ୍କୁ ସବୁବେଳେ ଡାକୁଥାନ୍ତି, ସୁବ୍ରମଣ୍ୟମଙ୍କୁ, ଯେ କେମିତି କଣ ମୋ ସ୍ୱାମୀଙ୍କୁ ଟିକେ ଇଏ ଯୋଉ ଈଶ୍ୱରଙ୍କ ପ୍ରତି ତାଙ୍କର ଯୋଉ ଅନାସ୍ଥା ଭାବ ରହିଛି, ସେଥିରୁ କେମିତି ତାଙ୍କର ଉଦ୍ଧାର କରନ୍ତୁ, ତାଙ୍କୁ ଟିକେ ସଚେତ କରାନ୍ତୁ। ଆଉ ଯେତେବେଳେ ବି ସେ ଯାଆନ୍ତି ସୁବ୍ରହ୍ମଣ୍ୟ ମନ୍ଦିର ପୂଜା କରିବା ପାଇଁ, ସେତେବେଳେ ସେ ପ୍ରାର୍ଥନା ତ ନିଶ୍ଚୟ କରନ୍ତି। ତା ସହିତ ତାଙ୍କର ନିଜସ୍ୱ ସବୁବେଳେ ଗୋଟେ ଅଭିପ୍ସା ଥାଏ, ଆଉ ହେ ପ୍ରଭୁ, ତୁମେ କଣ ମତେ କେବେ ଦର୍ଶନ ଦେବ ନାହିଁ? ଏମିତି ସେ ସବୁବେଳେ ପ୍ରାର୍ଥନା କରନ୍ତି। ତାଙ୍କ ସ୍ୱାମୀ ରାମକୋଟି ରାଜଦରବାରରେ ଚାକିରି କରନ୍ତି। ଅ, ଘରକୁ ଫେରିଲା ବେଳକୁ ସେ ଏତେ କର୍ମ ବ୍ୟସ୍ତ, ତାଙ୍କ କାମ ହିଁ ସେ କେବଳ, ଯେହେତୁ ରାଜଦରବାରରେ କାମ କରନ୍ତି, କାମ ଯାହା ଥାଏ ସେଥିରେ ସେ ଏତେ ମଜି ରହନ୍ତି ଯେ ସେ ଭୁଲି ଯାଆନ୍ତି ଠିକ ସମୟରେ ଘରକୁ ଆସିପାରନ୍ତି ନାହିଁ। ସେ କହନ୍ତି କର୍ମ ହଉଛି ସବୁଠୁ ଶ୍ରେଷ୍ଠ, ଆଉ ଈଶ୍ୱରଙ୍କୁ ସେ ମାନନ୍ତି ନାହିଁ। ଏମିତି ଗୋଟେ ଦିନର ଘଟଣା। ଇଏ ପୂଜା କରୁଛନ୍ତି ମନ୍ଦିରରେ, ସୁବ୍ରମଣ୍ୟମଙ୍କ ମନ୍ଦିରରେ। ତାଙ୍କ ପାଟିରୁ, ବଡ ପାଟିରେ ସେ କହୁଛନ୍ତି ଯେ ହେ ପ୍ରଭୁ, ଆଉ ମତେ କେବେ ଦର୍ଶନ ଦେବ? ଏଇ ସମୟରେ ହଠାତ୍ ତାଙ୍କ ପାଟିରୁ ବାହାରିଲା, ଆଉ ପ୍ରଭୁ, ମୋ ହାତରୁ ଆପଣ କିଏ ପ୍ରସାଦ ଗ୍ରହଣ କରିବେନି? ତାଙ୍କର ଅନ୍ତର ପ୍ରେରଣା ହଉ, କିମ୍ବା ତାଙ୍କ ଭିତରେ ଏକ ଅଭିପ୍ସା ଜାଗ୍ରତ ହେଇଛି ଯେ ପ୍ରଭୁ ମୋ ହାତରୁ ଟିକେ ପ୍ରସାଦ ଖାଇବେ। ସେଇଠି ପୂଜାରୀ ସେ ସମୟରେ ସେ ଠାକୁରଙ୍କ ପଛପଟେ ଥାଇ, କୌଣସି ଯାଇଛନ୍ତି, ଯାହା ବି ହଉ, କାହାଣୀରେ ରହିଛି ଏଇଭଳିଆ ଯେ ସେଇ ସମୟରେ ଠାକୁରଙ୍କ ପଛପଟେ ପୂଜାରୀ ଥାଇକି କହୁଛନ୍ତି, ହେ ଭକ୍ତିମତୀ, ମୁଁ ତ ଭକ୍ତିରେ ବହୁତ ପ୍ରସନ୍ନ, ଆଉ ଆଜି ସୂର୍ଯ୍ୟାସ୍ତ ସମୟରେ ମୁଁ ତୋ ଇଚ୍ଛା ପୂର୍ଣ୍ଣ କରିବି। ଇଏ ଆଶ୍ଚର୍ଯ୍ୟ ହେଇଯାଇଛି। ପ୍ରଭୁଙ୍କର ସ୍ୱର ଶୁଣିକି ଭାବିଲା ଠାକୁର ନିଜେ କହୁଛନ୍ତି। ତେଣୁ ତରବରେ ଘରୁ ଆସି ପହଞ୍ଚି ସାଙ୍ଗେ ସାଙ୍ଗେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ସେ ଲାଗିଗଲେ। ଠାକୁର ଆସିବେ, ତେଣୁ ପୁରା ଭକ୍ତିରେ ଯେତେ ସମ୍ଭବ ଶ୍ରଦ୍ଧା ଭକ୍ତି ସବୁଥିରେ ପୁରା ଲାଗି ପଡିଲେ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ। କୋଉଟା ଠାକୁରଙ୍କୁ ଭଲ ଲାଗିବ, ଏଇଟା ଖାଇବେ, ସେଇଟା ଖାଇବେ, ଚାଲିଲା। ଏହି ସମୟରେ ତାଙ୍କର ରୋଷେଇ ସରିଲା ପରେ ସେ ଅପେକ୍ଷା କରି ବସିଛନ୍ତି କେତେବେଳେ ପ୍ରଭୁ ଆସିବେ। ଜଣେ ଭିକ୍ଷୁକ ଆସି ଦ୍ୱାରରେ ଠିଆ ହେଇ କହିଲେ, ଜୟ ସୁବ୍ରମଣ୍ୟମ। ତାଙ୍କୁ ଦେଖି ପାର୍ବତୀ ଆମା କହିଲେ, ଭଗବାନ ଆସିଗଲେ ଭିକାରୀ ବେଶରେ ଆଉ। ସାଙ୍ଗେ ସାଙ୍ଗେ ଯାଇ ତାଙ୍କୁ ଡାକି ଆଣି ଗୋଡ଼ ହାତ ଧୋଇ
ଆସନ ପକେଇ ତାକୁ ପ୍ରସାଦ ସେବନ ଗ୍ରହଣ କରିବା ପାଇଁ ଯେତେ ଡାକୁଛନ୍ତି, ସେ ଯେତେ କହୁଛି ତାଙ୍କୁ କିଛି ଶୁଭାଯାଉନି। ସେ କହୁଛି ଆଜ୍ଞା ମୁଁ ବ୍ରାହ୍ମଣ ନୁହଁ, ମୁଁ ଭିକ୍ଷୁକ, ମତେ ଭିକ୍ଷା ଦେଇଦିଅ ମୁଁ ପଳେଇବି, ଆପଣ ମୋର ଏତେ ଚର୍ଚ୍ଚା କରୁଛନ୍ତି। ସିଏ କହୁଛନ୍ତି ମୋର ଅହୋଭାଗ୍ୟ, ଆଜି ପ୍ରଭୁ ମୋ ଗୃହରେ ଅତିଥି ହେଇଛନ୍ତି। ସିଏ ତାର ଏ କଥା କହୁଛନ୍ତି, ତାପରେ ତାଙ୍କର ଭକ୍ତିରେ ଚାଲିଛି। ଗୋଡ଼ ହାତ ଧୋଇ ନୂତନ ବସ୍ତ୍ର ଦେଇ ସବୁ କରି ବସେଇଲେ। ବସେଇକିରି କେତେ ପ୍ରକାର ବ୍ୟଞ୍ଜନ ସବୁ କରିଥିଲେ, ସବୁ କଣ କଲେ ତାଙ୍କ ପାଖରେ ପରସି ଦେଲେ। ସେ ପୁରା ଶାନ୍ତିରେ ଆରାମରେ ଖାଇଲେ। ତାଙ୍କର ଖାଦ୍ୟ ଗ୍ରହଣ ସରିଲା ପରେ ସେ ତାଙ୍କୁ ସାଙ୍ଗେ ସାଙ୍ଗେ ହାତ ପ୍ରକ୍ଷାଳନ କରିବା ପାଇଁ ପାଣି ଆଣି ଥୋଇଦେଲେ। ଠାକୁରଙ୍କୁ କୁଆଡେ ଯିବାକୁ ଦେବେନି। ପ୍ରକ୍ଷାଳନ କରି ଧରିକିରି ବସ୍ତ୍ର ଧରିକି ଅପେକ୍ଷା କଲେ ହାତ ଧୋଇ ସାରିକି ପୋଛିବେ ବୋଲି। ଏହି ସମୟରେ କବାଟ କିଏ ଖଡ ଖଡ କଲେ। ପାର୍ବତୀ ଆମା ଯାଇକି ବାହାରେ ଦେଖିଲା ବେଳକୁ ପୂଜାରୀ ଆସିଛନ୍ତି। ସେ କିନ୍ତୁ ପୁରା ଠାକୁରଙ୍କର ରୂପ ଗ୍ରହଣ କଲା ଭଳିଆ ରୂପ ନେଇକି ଆସିଛନ୍ତି। ମାନେ ସେ ଭାବିଛନ୍ତି ବୋକା ବନେଇବେ ଆକୁ। ଇଏ କହିଲେ ପୂଜାରୀ ଆସିଛନ୍ତି। ସେଠୁ ଆସିକି ଏଠି ଇଏ ଭିକ୍ଷୁକ ଯିଏ, ସିଏ ଦେଖିଲା ଯେ ବାହାରେ ମନ୍ଦିରରେ ପୂଜାରୀ ଆସିଛନ୍ତି। ସେ କହିଲେ ଯଦି ମତେ ସେ ଦେଖିଦେବେ, ମୁଁ ସେ ବ୍ରାହ୍ମଣ ଲୋକ ଆଉ ମୁଁ ତ ମାନେ ସାଧାରଣ ଲୋକ, ତେଣୁ କାଳେ ଘରେ ଆତିଥ୍ୟ ସ୍ୱୀକାର କରିବେନି। ତେଣୁ ସେ କଣ କଲେ ନା ଡରିକିରି ଯାଇକିରି ସେ ଘରର ଆଟୁ ଉପରେ ଯାଇକିରି ଲୁଚିଗଲେ। ସେଠୁ ଇଏ ଆସିଲା ବେଳକୁ କିଏ ପାର୍ବତୀ ଆମା ଆସିଲା ବେଳକୁ ଆଉ ନାହାନ୍ତି, ଠାକୁର ନାହାନ୍ତି। ସେ ଦେଖିଲା ସତରେ ସେ ପୁରା ମାନେ ଭାବ ଗଦଗଦ ହେଇଗଲେ, ଯାହା ହଉ ଠାକୁର ଆସିଥିଲେ। ସେଠୁ ଯେହେତୁ ପୂଜାରୀ ଆସିଛନ୍ତି, ତେଣୁ ତାଙ୍କୁ ଆସନ ଫାସନ ଦେଇ ବସେଇଲେ ଖାଇବା ପାଇଁ, ଖାଇବା ଦେଲେ। ଆଉ ଆଙ୍କ ପାଇଁ ତ ଏସବୁ ଭଗବାନଙ୍କ ପ୍ରସାଦ, ପାର୍ବତୀ ଆମା ପାଇଁ। ସେଠୁ ଖାଉଛନ୍ତି, ଏଇ ସମୟରେ ତାଙ୍କ ସ୍ଵାମୀ ଆସି ପହଞ୍ଚିଲେ। ସେ ଘୋଡାରେ ଆସନ୍ତି। ଏ ଘୋଡାର ଟାପ ଟାପ ଶବ୍ଦରେ ଇଏ ଶୁଣିଲେ ଯେ ସ୍ୱାମୀ ଆସିଗଲେଣି, ଘୋଡା ଶବ୍ଦ ଶୁଣିକି, ଟାପୁ ଶବ୍ଦ ଶୁଣିକି। ପୂଜାରୀଙ୍କୁ ଅନୁନୟ କଲେ, ଦେଖନ୍ତୁ ଆଜ୍ଞା ଆଉ ମୋ ସ୍ଵାମୀ ଜମାରୁ ଭଗବାନଙ୍କୁ ବିଶ୍ଵାସ କରନ୍ତି ନାହିଁ। ଆଉ ଆପଣଙ୍କୁ ଯଦି ମୁଁ ଭୋଜନ ଦଉଛି ବୋଲି ସେ ଦେଖନ୍ତି, ତାହେଲେ ସେ ମତେ ତ ଗାଳି ଦେବେ, ମତେ ତ କଣ କହିବେ ଛାଡନ୍ତୁ, କିନ୍ତୁ ଆପଣଙ୍କୁ ଭଲ ମନ୍ଦ କଣ କହିଦେବେ ମତେ ଭାରି ଖରାପ ଲାଗିବ। ତେଣୁ ଆପଣ ଶୀଘ୍ର ଯାଇ ଆଉ ଲୁଚି ପଡନ୍ତୁ ସେ ଉପର ଆଟୁରେ, ଆଉ ରାତ୍ରି ହେଲେ ଆପଣ ବାହାରିକି ଯିବେ। ପୂଜାରୀ କହିଲେ ମାଡ ଫାଡ ଖାଇବି କଣ ହବ ନାହିଁ, ଛାଡ ବଞ୍ଚିଯାଏ। ସିଏ ବି ସେ ଆଟୁ ଉପରକୁ ପଳେଇଲେ। ଆଉ ତାଙ୍କ ସ୍ୱାମୀ ଆସି ଦେଖିଲା ବେଳକୁ ଏତେ ପ୍ରକାରର ଆଇଟମ ହେଇକି ରହିଛି। ସେଠୁ କହିଲେ କଣ ଆଜି ତମେ ଏତେ ପ୍ରକାରର ବ୍ୟଞ୍ଜନ ତିଆରି କରିଛ? ସେଠୁ ସ୍ତ୍ରୀ ଆଉ କଣ କହିବେ, ଭଗବାନଙ୍କ ନାଁ ତ କହିବେନି। ଭଗବାନ କଥା କହିଲେ ବହେ ଖଣ୍ଡ ଶୁଣିବେ। ତେଣୁ ସେ କହିଲେ ନାହିଁ, ଆଉ ଆଜି ମୋର ଇଚ୍ଛା ହେଲା ଆଉ ବହୁତ ଗୁଡାଏ ବ୍ୟଞ୍ଜନ ତିଆରି କରିବା ପାଇଁ। ଆଉ ତମେ ଆସି ପହଞ୍ଚିଲ ଯାହା ହଉ ଶୀଘ୍ର, ତେଣୁ ତମେ ଆଜି ଶୀଘ୍ର ଶୀଘ୍ର ବସ, ମୁଁ ତମକୁ ଖାଇବାକୁ ଦେଇଦେବି ତମେ ଖାଇଦିଅ ଆଉ। ଗୋଟେ ଆଦର ଯତ୍ନରେ ସ୍ୱାମୀଙ୍କୁ ସେ ଖାଦ୍ୟ ଦେଲେ। ସେଠୁ ଖାଇସାରିକିରି ସେଠୁ ମାନେ ଭୁରି ଭୋଜନ ହେଇଗଲା। ବର୍ତ୍ତମାନ ଥକିକି ଆସିଥିଲେ, ଭୁରି ଭୋଜନ ହେଇଗଲା। ଆଉ ଏ ପ୍ରକାରର ଭୁରି ଭୋଜନ ଖାଇସାରିଲା ପରେ ସାଧାରଣତଃ ମଣିଷ ତ ଟିକେ ଅଳସୁଆ। ତେଣୁ କହିଲେ ଶାନ୍ତିରେ ଟିକେ ଶୋଇପଡେ ଆଉ। ସେତେବେଳକୁ ସନ୍ଧ୍ୟା ବି ହେଇ ଆସିଲାଣି, ମାନେ ସନ୍ଧ୍ୟା ହେଇଗଲାଣି। ରାତ୍ରି ଆଉ ଅଳ୍ପ ସମୟ, ପାଖାପାଖି କହିଲେ ରାତି ଆଉ। ସେଠୁ ସେ ଟିକେ ସେଠୁ ସାଙ୍ଗେ ସାଙ୍ଗେ ଯାଇ ଗଡି ପଡିଲେ। ଇଏ ତାଙ୍କ ସ୍ତ୍ରୀ ତାପରେ ଖାଦ୍ୟ ଗ୍ରହଣ କରି ସବୁ ରଖି ରାଖି ଦେଇ, ସେତେବେଳେ ତ ପୁରୁଣା କାଳ କଥା, ସେତେବେଳେ ତ ସନ୍ଧ୍ୟା ହେଲା ପରେ ସବୁ ତାଟି କବାଟ ବନ୍ଦ, ସବୁ ଶୋଇ ପଡନ୍ତି ଶୀଘ୍ର। ଆଉ ତାଙ୍କ ସ୍ତ୍ରୀ ଗଲେ ଶୋଇବା ପାଇଁ। ଏଇ ସମୟରେ କିଛି ସମୟ ପରେ ଉପରେ ଭିକ୍ଷୁକକୁ ଶୋଷ ହେଇଛି।
ଶୋଷ ଯେତେବେଳେ ହେଇଛି, ସେଠୁ ସେ ଧୀରେ ଧୀରେ କହୁଛି ପାଣି ପାଣି। ପା- ପାର୍ବତୀ ଆମର କହିଲେ ଗଲା ଆଉ, ଯଦି ମୋ ସ୍ୱାମୀ ଉଠି ପଡିବେ ତାହେଲେ ଅବସ୍ଥା ଗଲା। ସେ କହିବେ ଉପରେ କିଏ ସେ କଣ, ସେଠୁ କିନ୍ତୁ ଦେବେ ପାଣି କେମିତି? ସେଠୁ ଭାବୁଛନ୍ତି ଏଇ ସମୟରେ ପଇଡଟେ ସେଠି ଥିଲା। ସେ ପଇଡଟାକୁ କଣ କଲେ, ପାଣି ତ ଆଉ ଦେଇପାରିବେ ନା, ପାଣି ଟା ନେଇକି ଢାଳିକି ଏମିତି ଦବାକୁ ପଡିବ। ଗୋଟେ ପଇଡ ଥିଲା, ସେ ରଖିଥିଲେ ଠାକୁରଙ୍କ ପାଇଁ। ସେ ଭାବି ସେ ପଇଡଟାକୁ କଣ କଲେ, ଉପରକୁ ପକେଇଦେଲେ, ଆଟୁ ଉପରକୁ। ପଇଡ ଯାଇକି ବ୍ରାହ୍ମଣର ମୁଣ୍ଡରେ ଟଙ୍କିରି ବାଜିଲା। ସେଠୁ ସେ ତାକୁ ଦେଖିଲେ ପଇଡଟାକୁ ଧରିଲେ, ସେ ଟଙ୍କି ଯୋଉ ବାଜିଲା, ଦେଖିଲେ କଣ ଏମିତି ଶବ୍ଦ ହେଲା। ସେ ଶବ୍ଦରେ ତାଙ୍କ ସ୍ୱାମୀଙ୍କ ନିଦ ଭାଙ୍ଗିଗଲା। କହିଲେ କଣ ଏମିତି ଶବ୍ଦ ହଉଛି ଉପରେ? ସେଠୁ ଯୋଉ ଯୋଉ ଇଏ ପାଟି କଲା, ଚିତ୍କାର କଲା, ମୁଣ୍ଡରେ ବାଜିଲେ ଯେତେ ଜୋରେ ଚିତ୍କାର କରିଥିବେ। ଠିକ ଦେଇ ସେଠୁ ପାର୍ବତୀ କହୁଛନ୍ତି, ଦେଖନ୍ତୁ ଆଉ ତମେ ସିନା ମୋ କଥା ବିଶ୍ୱାସ କରନି, ଆଉ ମତେ ଲାଗୁଛି ଆଉ ପିତୃ ପୁରୁଷ ମାନେ ସନ୍ତୁଷ୍ଟ ହେଇନାହାନ୍ତି, ତେଣୁ ସିଏ ଚିତ୍କାର କରୁଛନ୍ତି ଆଉ। ହଁ, ଇଏ ଖାଲି ଆହା ନୁହଁ, ଆହା ମରିଗଲି ମରିଗଲି ଚିତ୍କାର କଲା। କହିଲେ ସେ ପିତୃ ପୁରୁଷ ମାନେ ଏମିତି କରୁଛନ୍ତି। ସେ ବେକାରିଆ କଥାଟା କୁହନା। କିଏ? ତମ ସ୍ୱାମୀ କହୁଛନ୍ତି। ସେଠୁ ଇଏ ତାକୁ ପଇଡଟାକୁ ପିଇବ ବୋଲି ତାକୁ ଆଣିକି କଣ କରିବ, ସେ ପଇଡ କହୁଛି କଣ ସେଟା ନଡିଆ କଣ କହି ପଇଡ କହିସାଇଲେ। ସେ ସେଠୁ ନଡିଆ ଟାକୁ କଣ କରିକି ତାରି ମୁଣ୍ଡରେ ଦେଖିଲା ଗୁଡା ଟାଣ ଯୋଉ ବାଜିଲା ଟଙ୍କିରେ ସାଉଣ୍ଡ ହେଇଥିଲା ନା, କହିଲା ଏଠି ଗୋଟେ ବୋଧେ ପଥର ବୋଧେ ଥୁଆ ହେଇଛି, ଅନ୍ଧାର ଆଟୁ ଉପରେ ଦେଖା ଯାଉନି। ସେ ନଡିଆକୁ ସେ ପିଟି ଦେଲା ତା ମୁଣ୍ଡରେ ଆଉଥରେ, ଢୋ କି ପିଟି ଦେଲା। ଯେମିତି ପିଟି ଦେଲା, ସେ ଆହୁରି ଜୋର ଚିৎକାର, ରେ ମାରିଦେଲା ରେ ମାରିଦେଲା ରେ ମାରିଦେଲା ରେ। ଇଏ ସେଠୁ ଇଏ କହୁଛି ଏମିତି କଣ ଶବ୍ଦ ହେଲା? ନା ଦେଖ ତ ମୁଁ କହୁଛି, ତମେ ତ ମୋ କଥା ଜମାରୁ ବିଶ୍ୱାସ କରିବନି। ଦେଖ ପିତୃ ପୁରୁଷ କଣ ମାନେ ମୁକ୍ତି ପାଇନାହାନ୍ତି, ସେ ଉପରେ ଥାଇକିରି କହୁଛନ୍ତି ଯେ ତମେ ତାକୁ ମାରିଦେଲ ଆଉ। ଇଏ ସେଠୁ ଯୋଉ ମାରିଦେଲେ ମାରିଦେଲେ ଚିଲେଇଲେ, ସେପଟରେ ଇଏ ଦି ଜଣଙ୍କର ଆରମ୍ଭ ହେଇଗଲା ତାପରେ କଣ, ଧସ୍ତା ଧସ୍ତି ଝଗଡା ଝାଟି। ସେ ବ୍ରାହ୍ମଣ ଆଉ ଭିକ୍ଷୁକ ମରାମରି ହେଲେ ଆଉ। ମରାମରି ହେଲା ଆଣ୍ଠୁ ଥରଥର ହେଇଗଲେ। ଇଏ ତା ସ୍ୱାମୀ କହିଲା, ଆରେ ହେଇ ସତରେ ଆଉ ପିତୃ ପୁରୁଷ ମାନେ ଏ ଯୋଉ ମାନେ ତାଙ୍କର ପ୍ରେତାତ୍ମା ରହିକି ଉପରେ ଏମିତି ହଉଛନ୍ତି ଆଉ କାହାର, ତା ସ୍ଵାମୀର ବା ରାମକୋଟିଙ୍କର। କହିଲା ଇଏ ଇଏ ତ ମାରୁଛି, ସିଏ କହୁଛି ମାରିଦେଲା, ଇଏ ଶୁଣି ମାରୁଛି କହୁଛି ମାରିଦେଲା। ତାର ଚାଲିଛି ଖାଲି ମାରିଦେଲା ମରିଗଲା, ମାରିଦେଲା ମରିଗଲା। ଇଏ ସେଠୁ ତା ସ୍ୱାମୀ କହିଲା, ଆରେ ହେ ଇଏ ପିତୃ ପୁରୁଷ କଥା ଏମିତି କଣ କହିଲେଣି, ସତରେ କଣ ଘଟୁଛି? ପାର୍ବତୀ ଆମା ଦେଖିଲା, କହିଲା ଇଏ ଯଦି କିଛି ଗୋଟେ ନ କଲେ, ଯଦି ଧରା ପଡିଯିବ ଗଲା ଅବସ୍ଥା ଢିଲା ହେଇଯିବ। ପାର୍ବତୀ କହିଲେ ଦେଖିଲ ମୁଁ କହୁଛି, ତମେ ତ ଜମାରୁ ପିତୃପୁରୁଷଙ୍କୁ ବିଶ୍ୱାସ କରିବନି। ଦେଖ ଇଏ ବର୍ତ୍ତମାନ ପ୍ରେତାତ୍ମା ଏମିତି ହେଲେଣି, କଣ କରିବ ନ କରିବ ମୁଁ ତ ଜାଣିପାରୁନି। ସେ ଆଉ ଆମର ସବୁ ଗଲା ଆଜି, ଆଉ ତ ମାନେ ଡରିକି ଛାନିଆ ହେଇକି ସେ ଯାହା ପାରେ ତାହା କହିଚାଲିଲା ଆଉ। ତମେ ଗୋଟେ କଣ ବ୍ୟବସ୍ଥା କର, ଶୀଘ୍ର କର, ନହେଲେ ପ୍ରେତାତ୍ମା ଆମକୁ ଧରିବେ ମାଡି ବସିବେ, ଇଏ କରିବେ ସିଏ କରିବେ। ସେଠୁ ଇଏ ତ ଜମାରୁ ବିଶ୍ଵାସ କରୁନଥିଲା, କିନ୍ତୁ ଏ ଘଟଣା ଦେଖିଲା ଯେତେବେଳେ, ସାଧାରଣତଃ ଯୋଉମାନେ ବିଶ୍ୱାସ କରୁଥାନ୍ତି ସେମାନେ ଉପାୟ ଖୋଜନ୍ତି। ଯୋଉମାନେ ବିଶ୍ୱାସ ଯେହେତୁ ନ ଡରିଗଲା ସେ ଆଉ, ସତରେ କଣ ଗୋଟା ହେଲା ଆଉ। ଡରିକି ସେଠୁ ବାହାରେ ଆସିକିରି ସେ ଘୋଡାକୁ, ଯୋଉ ଘୋଡା ତ ବାହାରେ ବନ୍ଧା ହେଇଥିଲା, କହିଲା ନାଇଁ ଯାଉ ପଳେଇବି ଏରିଆ ଛାଡିକି ଆଗ ଆଉ, ତାପରେ ସେ ପ୍ରେତାତ୍ମା ମୁଁ ପଛରେ କେତେ ଗୋଡେଇବେ ଦେଖିବି। ଭାବିକି ସେ ଘୋଡାକୁ ଖୋଲିଦେଇକି ଘୋଡା ଉପରେ ବସି ଚାବୁକ ମାରିଲେ। ଯେହେତୁ ତରବରରେ ଯାଉଛନ୍ତି, ସେ ଚାବୁକ ଯେତେ ଘୋଡାକୁ ମାରୁଛନ୍ତି, ନିଜ ଉପରେ ପିଠିରେ ବି ବାଜୁଛି। ମାନେ ଏମିତି ଏମିତି ମାରିଲା ବେଳକୁ ମାନେ ତରବରରେ ନା, ଆରେ ଘୋଡାକୁ କୋଉଠି ଚାବୁକ ଜୋରରେ ମାରିବା କଥା କି, ଘୋଡାକୁ ଖାଲି ବସିକି ତାର କଣ ଗୋଡରେ ତାକୁ ଏମିତି କରିଦେଲେ ବି ସେ ଯୋଉ ଗୋଡରେ ମାରନ୍ତି ମାରିଲେ ସେ ସ୍ପିଡ ହବ। ତା ସହିତ ଲଗାମକୁ ଜୋରରେ ଟାଣିଲେ ସିଏ ସ୍ପିଡ ହବ। ଚାବୁକ ଯୋଉ ପିଟି ଦଉଛନ୍ତି ତରବରରେ, ଚାବୁକ ସେ ପିଠିରେ ବାଜୁଛି। ସିଏ ଏବେ ବିଶ୍ୱାସ ହେଇଗଲା, କହିଲା ନା ପ୍ରେତାତ୍ମା ମୋ ପଛରେ ଲାଗିଗଲେ ଆଉ, ମତେ ପିଟୁଛନ୍ତି ଆଉ। ସିଏ ଆହୁରି ଜୋରରେ ଘୋଡା ଦୌଡିଲା, ଜୋରରେ ଘୋଡା ଦୌଡିଲା, ଇଏ ପିଟୁଛନ୍ତି ଜୋରସେ।
ଇଏ ଜୋରରେ ଯେତେ ଯାଉଛନ୍ତି, ବହୁତ ବାଟ ଗଲା ପରେ ବାଟରେ ଗୋଟେ ବିରାଟ ଯୋଉ ହନୁମାନଙ୍କର ମନ୍ଦିର, ହନୁମାନ ଠିଆ ହେଇଛନ୍ତି। ତାଙ୍କୁ ଦେଖିଲା ପରେ ଯେମିତି କହନ୍ତିନି, ଯୋଉ ଯେତେବେଳେ ବିକଳ ଅବସ୍ଥା ପଡିଥାଏ ସେତେବେଳେ ଭଗବାନ ମନେ ପଡନ୍ତି। ଆଉ ଭଗବାନଙ୍କର କାହା ତ ଗୋଟେ ସାହସ ମାନେ ସାହାଯ୍ୟ ନବ ନା। ଯେମିତି ଦେଖିଦେଲା ହନୁମାନଙ୍କୁ, ତାର ମନେ ପଡିଲା। ସମସ୍ତେ କହନ୍ତି ଯେ ଭୂତ ପ୍ରେତ ହନୁମାନଙ୍କୁ ଡରନ୍ତି। ତେଣୁ ସେ କହିଲେ, ବଡ ଜୋରରେ ଡାକିଲେ, ଜୟ ହନୁମାନ। ଯେତେ ଜୋରରେ ଡାକିଲେ, ସେ ଯୋଉ ଚାବୁକଟେ ବି ଉଠି ଦେଇଛନ୍ତି, ଜୟ ହନୁମାନ କହି ଚାବୁକଟା ଉଠି ଯାଇଛି। ସେ ହନୁମାନଙ୍କ ତାର ଯୋଉ ଗଦା, ଏମିତି ଗଦା ଧରିଛନ୍ତି ନା, ସେ ଚାବୁକଟା ଗଦାରେ ଗୁଡେଇ ହେଇଗଲା। ଗୁଡେଇ ହେଲା ବେଳକୁ ଇଏ ଘୋଡା ତ ଜୋର ଦୌଡୁଛି, ଚାବୁକଟା ରହିଗଲା। ଚାବୁକ ଯେହେତୁ ରହିଗଲା, ତାଙ୍କ ପିଠିରେ ମାଡ ହେଲାନି। ସେ କହିଲା, ଆରେ ହେଇ, ତାହେଲେ ହନୁମାନ ଡାକିଲା ସତରେ ଭୂତ ପ୍ରେତ ପଳେଇଲେ ଆଉ। ଏପଟରେ କଣ ହେଇଛି, ସିଏ ଯୋଉ ଯେଡେ ବଡ ପାଟିରେ ଜୟ ହନୁମାନ ଡାକିଲେ, ସେ ରାତିରେ ସେ ରାଜ୍ୟରେ ଯୋଉ ଡକାୟତ ମାନେ ଆଗରୁ ଲୁଟତରାଜ କରୁଥିଲେ, ସେଇ ଡକାୟତ ମାନେ ସେଇ ସମୟରେ କଣ କରୁଛନ୍ତି, ସେଇ ଜାଗାରେ ଗୋଟେ ପାଖରେ ଗୋଟେ ଜାଗାରେ ବସିକି ଡକାୟତି ଜିନିଷ ସବୁ ଯୋଉ ଆଣିଥିଲେ ତାକୁ ବଣ୍ଟା କୁଣ୍ଟା ଚାଲିଛି। ସିଏ ଯେମିତି ଆ ପାଟି ଶୁଣିଦେଲେ, ଜୟ ହନୁମାନ, କହିଲେ, ଆରେ ହେଇ, ଇଏ କିଏ ଜଣେ ଆସିଲା ଆଉ। ସିଏ ସବୁ କଣ କଲେ, ଛାଟି ଛୁଟିକି ତାଙ୍କ ଘୋଡାରେ ଦୌଡିଲେ। ତାଙ୍କ ଘୋଡାରେ ଯେତେବେଳେ ଦୌଡିଲେ, ସେ ଶବ୍ଦ ହେଲା। ସେ ଶବ୍ଦ ଜାଣିକିରି ଇଏ ଘୋଡା କଣ କଲା, ସେଇ ଦିଗରେ ଦୌଡିଲା। ଦୌଡି 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 ସିଏ ଯୋଉଠି ଯାଇକି ଗଲେ, ଇଏ ହାବୁଡରେ ପଡିଗଲା ଆଉ। ମାନେ ସେ ଯୋଉ ଜଙ୍ଗଲରୁ ବାହାରିକିରି ବର୍ତ୍ତମାନ ପୁଣି ମାନେ ଲୋକ ଜନଗହଳି ଯୋଉଠି ଗାଁ ଫାଁ ତା ଭିତରେ ପଶିଗଲେ। ପଶିଗଲା ବେଳକୁ ସେ ଡକାୟତ ସବୁ ଧରା ପଡିଗଲେ। ଡକାୟତ ମାନେ ସବୁ ଧରା ପଡିଗଲେ, ଗାଁ ଲୋକ ଉଠିଗଲେ। ଗାଁ ଲୋକ ଉଠିଗଲା, ଧରା ପଡିଲେ ମାନେ ଆଉ ଗୋଟେ ଜାଗାରେ ଉଠିଗଲା ପରେ ତେଣୁ ସେତେବେଳକୁ ମାନେ ଲୋକ ଗହଳି ହେଇଗଲେଣି, ମଶାଲ ଫସାଲ ଜାଳିଲା ପରେ ଧରା ପଡିଲେ। ଧରା ପଡି ସେଠୁ ରାଜାଙ୍କ ପାଖକୁ ଗଲେ। ରାଜା ସେ ଡକାୟତ ମାନଙ୍କୁ ଆକ୍ଚୁଆଲି ଡକାୟତଙ୍କ ଧରିବା ପାଇଁ ପୁରସ୍କାର ବି ରଖିଥିଲେ। ସେ ଡକାୟତ ମାନଙ୍କୁ ଧରା ପଡିଲେ ଯେହେତୁ ପୁରସ୍କାର ରାଶି ମିଳିଲା ତାକୁ। ତାପରେ ସେମାନେ ଆସି ଦେଖିଲେ, ଯୋଉ ଜାଗାରେ ଡକାୟତି ଧନ ସବୁ ଥିଲା, ଧନ ସବୁ ସଂଗ୍ରହ କରାଗଲା। ଇଏ ଆଙ୍କ ଭିତରେ ଯୋଉ ହନୁମାନଙ୍କୁ ଡାକିଥିଲେ ବୋଲି ପ୍ରେତାତ୍ମା ମାନେ ତାଙ୍କୁ ରକ୍ଷା କରିଦେଲେ। ସେ ସବୁ ମାନେ ତାଙ୍କର ଭଗବାନ ପ୍ରତି ଭକ୍ତି ଭାବ ଆସିଲା। ତାପରେ ସେ ଘରକୁ ଆସି ଫେରିକିରି ସବୁ କଥା କହିଲେ କାହାକୁ, ତାଙ୍କ ସ୍ତ୍ରୀକୁ କହିଲେ, ପାର୍ବତୀଙ୍କୁ କହିଲେ, ବୁଝିଲ, ଆଉ ସତରେ ଭଗବାନ ଅଛନ୍ତି ନା। କଣ ହେଲା, ଏଇ ଯୋଉ କଥା ଗୁଡା ସବୁ ବର୍ଣ୍ଣନା ସିଏ କଲେ ତାଙ୍କ ପତ୍ନୀକୁ, ଯେ ବାଟରେ ହନୁମାନଙ୍କୁ ଦେଖିଲି, ଆଉ ଜୋରରେ ଜୟ ହନୁମାନ ଡାକିଲି, ତାପରେ ପ୍ରେତାତ୍ମା ସବୁ କୁଆଡେ ପଳେଇ ଗଲେ। ଆଉ ତାର ସେ ପର୍ଯ୍ୟନ୍ତ କଣ ହଉଛି, ମନ ତା ଭିତରେ ମାନେ ଆସିନି ଯେ ମୁଁ ଚାବୁକଟା ଧରିଥିଲି ପିଟୁଥିଲି, ସେ ଜାଣିପାରିନି। କାହିଁକିନା ଘୋଡା ବସିଲା, ଚାବୁକ କାହିଁ କିଏ ଧରିବେ। ସେଇଠୁ ଆଉ ଏଇଭଳିଆ କଥା। ଆଉ ଦେଖ, ସେ ହନୁମାନଙ୍କ କୃପାରୁ ଡକାୟତ ମାନେ ଧରା ପଡିଲେ। ଆଉ ଆଜି ପୁରସ୍କାର ମୁଁ ପାଇଲି। ଆଉ ଆମର ସବୁ ଯୋଉ ରାଜ୍ୟବାସୀଙ୍କର ଯୋଉ ଚୋରି ଚାରି ହଉଥିଲା, ସେ ଚୋରି ଚାରି ବନ୍ଦ ହେଇଗଲା। ଆଉ ଦେଖ, ସତରେ ଭଗବାନ ଅଛନ୍ତି। ଆଉ ମୁଁ ତୁମକୁ ବହୁତ ଖାଲି ଗାଳି ଦଉଥିଲି, ଆଉ ଆଜିଠାରୁ ମୁଁ ବି ଏଥର ସକାଳୁ ଉଠିବି, ଯାଇକି ସୁବ୍ରମଣ୍ୟ ପାଖରେ ପୂଜା ଅର୍ଚ୍ଚନା କରିବା। ଆଉ ମତେ କ୍ଷମା କରିଦେ, ମୁଁ ଏତେ ବର୍ଷ ଧରି ତତେ ବହୁତ କଷ୍ଟ ଦେଇଛି। ସେପଟରେ ବ୍ରାହ୍ମଣ ତ ତା ଯୋଉ ଠକାମି କରିଥିଲା, ବଦମାସି କରିଥିଲା, ତାର ବି ଫଳ ପାଇଗଲା, ମୁଣ୍ଡ ଫାଟିଗଲା। ଭିକ୍ଷୁକ ତ ଭିକ୍ଷା ପାଇଁ ଆସିଥିଲା, ସେ ତାର ତୃପ୍ତି ହେଇକି, ଖାଦ୍ୟ ତୃପ୍ତି ହେଇକି ସେ ଗଲେ। ପାର୍ବତୀ ଆମାଙ୍କର ଯୋଉ ଥିଲା ଗୋଟେ ମନୋବାଞ୍ଛା ଥିଲା ଯେ ଭଗବାନଙ୍କ ପ୍ରତି ତାଙ୍କ ପତି କେମିତି ଭକ୍ତି ଭାବ ତାଙ୍କର ଆସିବ ଭଗବାନ ପ୍ରତି, ସେ ପୂର୍ଣ୍ଣ ହେଇଗଲା। ସିଏ ବି ଭଗବାନ ଯେ ଖାଦ୍ୟ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ପାର୍ବତୀ ଆମାଙ୍କର ମନୋବାଞ୍ଛା ବି ପୂରଣ ହେଲା। ସବୁ ପୂରଣ ହେଇଗଲା। ତା ଭିତରେ ଏଇ ଯୋଉ ଘଟଣା ଘଟିଲା, ପାର୍ବତୀ ଆମା କହିଲେ, ଦେଖିଲେ ନାହିଁ, ତାହେଲେ ଠିକ ଯୋଉ ବ୍ରାହ୍ମଣ ଆସି ପହଞ୍ଚିବା ଏବଂ ଠିକ ବ୍ରାହ୍ମଣ ଖାଇସାରିବା ପରେ ସ୍ଵାମୀ ଆସି ପହଞ୍ଚିବା, ଏ ଘଟଣା ଭଗବାନ ନିଜେ ହିଁ କରେଇଛନ୍ତି। ତା ଫଳରେ ଏତେ ଗୁଟେ ହେଲା। ତେଣୁ ତାର ବି ଭଗବାନ ପ୍ରତି ବିଶ୍ୱାସ ଆହୁରି ଅଧିକ ଦୃଢ ହେଲା। ଗପଟି ଏଠି ସରିଲା। ମା ଏଇ ଦିନେ କଣ ହେଇଛି ନା, ଗୋଟେ ମାନେ ଘରଟା, ସେ ଘରଟା ପୁରା ତାଙ୍କର ବହୁତ
ମାନେ ଖାନଦାନୀ ଟାଇପ ର ଘର ଥିଲା। ତ ସେ ଘରଟାକୁ କାଚ ମହଲ ଭଳି ବନେଇଥିଲେ। ତ ସିଏ କଣ କରିଥିଲେ ନା ତାଙ୍କର ଗୋଟିଏ ରୁମ ଟା ପୁରା ତାର ଚାରିପଟେ କାଚରେ ତିଆରି ହୋଇଥିଲା। ତ ସେଇ ସମୟରେ କଣ ହେଲା ନା ଗୋଟେ ତାଙ୍କର ଯୋଉ ଦରୱାନ ଯିଏ ଥିଲା ସିଏ କଣ କରିଛି ନା କବାଟ ଟାକୁ ଖୋଲା ରଖି ଦେଇକି ପଳେଇ ଆସିଛି ବାହାରକୁ। ସିଏ ଆଉ ଦେଖିନି ଯେ ଭିତରକୁ କିଏ ପଶିଛି କି ନ ପଶିଛି ସେଟାକୁ ଦେଖିନି, କବାଟଟାକୁ ଖୋଲା ରଖିଦେଇ ବାହାରକୁ ପଳେଇ ଆସିଛି। ତା ଭିତରେ କଣ ହେଇଛି ନା ଗୋଟେ କୁକୁରଟେ କଣ କଲା ସେ ଭିତରକୁ ପଶି ଯାଇଛି। ତାପରେ ଯେତେବେଳେ ବାହାରୁ ଆସିଛି, ବାହାରୁ ଆସି କବାଟ ଟା ଦେଇ ଦେଇଛି, ଆଉ ଭିତରେ ଚେକ୍ ବି କରିନି। ତ ସେଇଟା ପୁରା ରାତିଟା ସାରା ସେ କୁକୁର କଣ କରିଛି ତା ଭିତରେ ରହିଛି। ସେ କୁକୁର ଟା ଯେତେବେଳେ ଚାରିପଟକୁ ଅନେଇଛି ତାକୁ ଚାରିପଟେ ମିରର ଦେଖାଯାଇଛି। ମିରରରେ କଣ ମାନେ ସିଏ ଭାବୁଛି ତାପରେ 5ଟା କି 6ଟା କୁକୁର ସେଠି ଅଛନ୍ତି, ଯୋଉମାନେ କି ଯେତେବେଳେ ଇଏ ଭୁକୁଛନ୍ତି ସିଏ ସେତେବେଳେ ତା ଉପରକୁ ଭୁକୁଛନ୍ତି। ତ ସେ ଯୋଗୁ ସିଏ ପୁରା ଡରିକି ଆହୁରି ଜୋରେ 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 ଭୁକିବାକୁ ଲାଗିଛି। କିନ୍ତୁ ଦରୱାନ ପାଖକୁ ଏଇ ଶବ୍ଦ ଗୁଡା କିଛି ଶୁଣା ଯାଉନଥାଏ, କାରଣ ଦରୱାନ ବହୁତ ଦୂରରେ ବସିଥାଏ। କୁକୁର ରାତି ସାରା ଭୋକ ଉପାସରେ ଭୋକି 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 ଲାଷ୍ଟ କୁ ଯେତେବେଳେ ସକାଳୁ ଯାଇକି ଦରୱାନ ଟା କବାଟ ଟା ଫିଟେଇଛି, ଫିଟେଇଲା ବେଳକୁ ଦେଖିଛି କଣ ନା ଗୋଟେ କୁକୁରଟେ ତା ଭିତରେ ମରିକି ପଡିଛି। ତ ଏଇଟା ମାନେ କଣ ଏଥିରୁ ଏଇ ଜିନିଷ ଟା ବୁଝା ପଡୁଛି ଯେ ସେଠି କୁକୁରକୁ ଡରେଇଲା ଭଳିଆ କେହି ବି ନଥିଲେ, କି ତାକୁ କ୍ଷତି ପହଞ୍ଚେଇଲା ଭଳିଆ କି ତାକୁ ମାରିଲା ଭଳିଆ ସେଠି କେହି ବି ନଥିଲେ। ଏଇଟା ହଉଛି ମାନେ କଣକୁ ମାନେ ଏହା ସହିତ ତୁଳନା କରାଯାଇ ପାରିବ ଯେ ବେଳେ ବେଳେ ଆମର ଅସୁବିଧା ଟା ସେତେ ବଡ ନଥାଏ ଯେତେ ଆମେ ତାକୁ ବନେଇଥାଉ। ଆମକୁ କେହି ହଇରାଣ କଲା ବାଲା ଲୋକ ନଥାନ୍ତି, ଆମେ ଭାବିଥାଉ ଆମ ଥଟ ପ୍ରୋସେସରେ ଆମ ମାଇଣ୍ଡରେ ଆମେ ସେଇଟା ଭାବିଥାଉ ଯେ ଆମ ସହିତ ଗୋଟେ ବଡ ଖରାପ ହେଇଯିବ କି କଣ ଇଏ ହେଇଯିବ, ଯେତେବେଳେ କି ଯୋଉ ଜିନିଷ ଟା ଛୁଞ୍ଚିରେ ବାହାରିବ ଆମେ ତା ପାଇଁ କି ଶାବଳର କାମ ଆବଶ୍ୟକତା କରିଥାଉ। ତ ସେଥିପାଇଁ କି ଆମର ସବୁଠୁ ବଡ କ୍ଷତିକାରକ କରିଥାଏ ଆମ ମନ, ଯିଏକି ମାନେ ବହୁତ ଛୋଟ ଜିନିଷକୁ ବଡ ଭାବରେ ନେଇକି ଲାଷ୍ଟ କୁ କୁକୁର ଭଳି ଅବସ୍ଥାରେ ପରିଣତ ହୋଇଥାଏ। ଏଇଟା ହିଁ ସଠିକ। ବହୁତ ବହୁତ ବଢିଆ ଗପଟେ। ଆକ୍ଚୁଆଲି ଆମର ଅଜ୍ଞତା ଏବଂ ଆମେ ନିଜେ ନିଜେ ହିଁ ନିଜର ମାନେ ଦୁଃଖର କାରଣ ହେଇଥାଉ, ବିପଦର କାରଣ ହେଇଥାଉ, ବଡ ବୋଲି ଭାବିଥାଉ ଆମର ଘଟଣା ଗୁଡିକୁ। ଘଟଣା ନଥିଲେ ବି ତାକୁ କେମିତି ଭାବିଥାଉ। ବଢିଆ ଉଦାହରଣଟେ, ବଢିଆ ଗପଟେ। ଥ୍ୟାଙ୍କ ୟୁ ପ୍ରତୀକ୍ଷା ଆପା। ଆମେ ମାଙ୍କୁ ପ୍ରାର୍ଥନା କରିବା। ମା, thank you all. Au revoir.